नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जगतरनाथ जगन्नाथ महाप्रभुंकर चरणारविंदरे अनंत कोटि दंडवत प्रणाम होई असंख्य श्रोताबंधु एवं दर्शक बंधु मानंकु ये प्रकाश पंडार यथामान्य आमे समस्ते भावरे बंचिबा दरकार, अभाव नुहे। भाव एमिति एक संपत्ति जहाकू जेते प्राप्त हेबा सेते ईश्वरीय सुख प्राप्ति हेब। दुखे अर्जित जेते धन तानुहे सुखे प्रयोजन। जेतेक संपत्ति सुना रूपा जमी बाड़ी जहाँ भी आमे संग्रह करुछंती ताहा दुखरे अर्जन करुछंती, ता ईश्वरीय सुख पाई आवश्यक नहीं। केवल ईश्वरीय सुख पाई सुखरे ही खुशी रे ही आनंद रे ही धर्म एवं भावरे ही से पुण्य अर्जन करा जाए, से संपत्ति अर्जन करा जाए। जो संपत्ति धर्म एवं पुण्य दान जहा कि ईश्वरीय सुख पाई लगी पारे। तेणु दुखे अर्जित जेते धन तानुहे सुखे प्रयोजन। अतिबड़ी जगन्नाथ दास भागवत वर्णना कले। तेबे भाव एमिति एक संपत्ति जहाकू आमे समस्ते अर्जन करबा नित्यांत जरूरी। तेणु जेतेक जगन्नाथ भक्त जगन्नाथ श्रद्धालु प्रेमी से भाव को सबुठारु श्रेष्ठ बोली मने करती। तेणु प्रभु को से मागंती भावरे अभाव हेबिनी आहे कला मणिमा संपत्ति बोली कि सेतिकी किछि नाही ता बिना। हे मणिमा मते भावरे अभाव करना। ये अंतर रे सबुबेले पाई भाव थाऊ, तम पादरे लय थाऊ, भक्ति थाऊ, एतिकी दियो प्रभु, आउ किछि मागुनी। प्रति भक्तर यह निवेदन अंतरर कथा। से अंतरर कथा को किछि भक्त भक्ति रे गान करती, किछि नृत्य रे भाव को जणी दियंती, सबु से प्रभु को पाखरे समर्पण कर दियंती। भाव एते बड़ जिनिष। निमाई भावरे समुद्र भीतर पई जाउथिले। प्रभु को बाघ को कुंडी पकाउथिले प्रभु को पाई, प्रभु भावी माने जहाँ भी कर देउथिले से गौड़ कुंभ को धरिनेले भावरे तरली गला एवं तांकर हस्त चिन्ह मध्य रहीगला। अलारनाथ पाखरे सी तले गड़ीगले चिन्ह रहीगला, शरीर चिन्ह रहीगला। तेणु भाव थिले जड़े भक्त हो पारे, भक्ति थिले मुक्ति मिल पारे। भावर अंकुणा होचन महाप्रभु, भक्त वत्सल महाप्रभु। सेमती आज मध्य मु आपण मानक एक भक्त भावर भक्तों कथा कहबी। सी होचंती भक्त गीता पंडा। श्रीक्षेत्रर 16 शासन मध्यरु 16टी ब्राह्मण शासन मध्यरु एक ब्राह्मण शासन सी निष्ठापर ब्राह्मण
ଏବଂ ପ୍ରଭୁ ପ୍ରୀତି ତାଙ୍କର ଅଧିକ ଥିଲା ଏବଂ ପ୍ରତ୍ୟହ ସେ ଗୀତା ପାଠ କରୁଥିଲେ, ଯେଉଁଥିପାଇଁ କି 5 ଖଣ୍ଡ 10 ଖଣ୍ଡ ଗାଁରେ ସମସ୍ତେ ଜାଣିଥିଲେ ତାଙ୍କୁ ଗୀତା ପଣ୍ଡା ନାଁରେ। ପ୍ରକୃତ ନାଁ ତାଙ୍କର ଗୀତା ପଣ୍ଡା ନୁହେଁ, କିନ୍ତୁ ସିଏ ଗୀତା ଏମିତି ପ୍ରାଞ୍ଜଳ ଭାବରେ ବୁଝାଉଥିଲେ, ପଢ଼ୁଥିଲେ, ଯାହାକି ସମସ୍ତଙ୍କର ମନକୁ ଅନ୍ତରକୁ ଛୁଇଁ ଯାଉଥିଲା। ସେ ହେଉଛନ୍ତି ଗୀତା ପଣ୍ଡା। ଦିନେ ଏମିତି ଗୀତା ଗାଉଛନ୍ତି, ଦୀପଟିଏ ଲଗେଇ ଦେଇଛନ୍ତି, ଗୀତା ଆରମ୍ଭ କରିଛନ୍ତି। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁଚ୍ଛବଃ ମାମକା ପାଣ୍ଡବାଶ୍ଚୈବ କିମ କୁର୍ବତ ସଞ୍ଜୟ। ଏତିକି ଆରମ୍ଭ କରିଛନ୍ତି। ଘରୁ ଘରଣୀ ତାଙ୍କର ଚାଲି ଆଇଲେ, ହୟୋ ପ୍ରତିଦିନ ଏମିତି ଗୀତା ପାଠ କଲ, ଘର କି ଘରଣୀ କଥା କାହା କଥା କିଛି ବୁଝିଲନି, ତମେ ବାବାଜୀ ହେଇଗଲନି, ସଂସାର କାହିଁ କରୁଥିଲ? ଏମିତି ଧିକାରୀ କହିଲା ଭଳିଆ କହିଲେ। ଭକ୍ତ ଗୀତା ପଣ୍ଡାଙ୍କୁ ବାଧିଲା, ନିଶ୍ଚୟ ଏହା ସତ୍ୟ ଯେ ମୋ ପରିବାର କେମିତି ଚଳିବ? ମୁଁ ତ ଏମିତି ଗୀତା ପଢ଼ୁଥିବି, ପ୍ରଭୁଙ୍କୁ ଭାବରେ ଡାକୁଥିବି, ପ୍ରଭୁ ଦେଖିଲା ବେଳକୁ ମୋ ସଂସାର କଥା କିଛି ବୁଝୁନାହାନ୍ତି। ଗୋଟେ ଅଭିମାନ ଆସିଗଲା। ଭକ୍ତର ବି ବେଳେବେଳେ ଅଭିମାନ ଆସିଯାଏ। ଭକ୍ତର ଗାଳିକୁ ମହାପ୍ରଭୁ ଚନ୍ଦନ ଭଳି ବୋଳି ଦିଅନ୍ତି ମଥାରେ। ଏମିତି ଉଦାହରଣ ଅନେକ ଅଛି। ତେଣୁ ଖାଲି ସେତିକି କଲେନି, ଘରଣୀ ତାଙ୍କର ନାଲି ଦୁଆତରୁ ନାଲି କାଳି ଆଣି ଝର କଲମରେ ଗାରେଇ ଦେଇଗଲେ ଗୀତା ବହିକୁ। ଅଧୀର ହୋଇ ପଡ଼ିଲେ ଗୀତା ପଣ୍ଡା। କ'ଣ କଲ ତମେ? ପ୍ରଭୁଙ୍କର ମୁଖ ନିଃସୃତ ବାଣୀକୁ ତମେ କାଟିଦେଲ। କାନ୍ଦି ପକେଇଲେ, କହିଲେ ସତରେ କ'ଣ ମୋ ପାଇଁ ମୋ ପ୍ରଭୁ କେତେ କଷ୍ଟ ପାଇଲେ। ତାଙ୍କର ଇଏ ହେଉଛି ମୁଖ, କହିବାକୁ ଗଲେ ଇଏ ତାଙ୍କର ଜିହ୍ୱା କାଟି ପକେଇଲେ ମୋ ସ୍ତ୍ରୀ। ମୁଁ କ'ଣ କରିବି ପ୍ରଭୁ, ମୋତେ କ୍ଷମା କର ହେ ମଣିମା, ମୋତେ ତ ଭିକାରୀ କରିଦେଲ। ମୁଁ ଦାଣ୍ଡରୁ ବାରଦ୍ୱାର ବୁଲିକି ଭିକ ଆଣିଲେ ମୋ ପରିବାର ଚଳେ। ଭିକ୍ଷା ଆଉ ଶିକ୍ଷା, ଏଇ 2ଟା ଜିନିଷ ମୋ ଜୀବନରେ ଦେଇଥିଲ। ଠିକ ଅଛି, ମୋତେ ଭିକାରୀ କଲ ମନା ନାହିଁ, ସିଂହଦ୍ୱାର ଭିକାରୀ କଲନି। ଭିକାରୀ କରିବ ଯେବେ ତୁମ ଇଚ୍ଛା, ନାହିଁ ମନରେ ଦୁଃଖ। ସିଂହଦ୍ୱାର ବିନୁ ଆନ ଦୁଆରକୁ, ମୁଁ ମାଗି ଯିବି ନାହିଁ ଭିକ। ପ୍ରଭୁ ହେ ପ୍ରଭୁ, ଭିକାରୀ କରିବ ଯେବେ ତୁମ ଇଚ୍ଛା, ନାହିଁ ମୋ ମନରେ ଦୁଃଖ। ସିଂହଦ୍ୱାର ବିନୁ ଆନ ଦୁଆରକୁ, ମାଗି ଯିବି ନାହିଁ ଭିକ। ଆହେ ଇଚ୍ଛାମୟ ଇଚ୍ଛାରେ ତୁମର, ଆହେ ଇଚ୍ଛାମୟ ଇଚ୍ଛାରେ ତୁମର, ଦିଅ ମୋର ଥାଳ ଭରି, କଲ ଦାଣ୍ଡର ଭିକାରୀ। ହେ ମଣିମା, ମୋତେ ଦାଣ୍ଡରେ ଭିକାରୀ କଲ, ଠିକ ଅଛି, ଅନ୍ତରରେ ଭାବର ଧନୀ କରିଦେଲ, କିନ୍ତୁ ସଂସାର ପାଇଁ, ମୋ ସମାଜ ପାଇଁ, ମୋ ପରିବାର ପାଇଁ ମୋତେ ଭିକାରୀ ସଜେଇଦେଲ, ଅଭାବୀ କରିଦେଲ। ସତରେ ତମ ଲୀଳା କିଏ ବୁଝିବ ପ୍ରଭୁ? ହେ ମଣିମା, ଏ କଥା କହି ଚିତା ତିଳକ ହେଇ ଯେତେବେଳେ ଗୀତା ପଣ୍ଡା ବାହାରି ଯାଇଛନ୍ତି,
7ଟି ଘର ମାଗିବା ପାଇଁ ଦୂରକୁ 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 ଦୂରକୁ, ସେତେବେଳେ ଏ କଥା ମହାପ୍ରଭୁଙ୍କର କାନରେ ବାଜିଗଲା। କାନ ନଥାଏ କି ସେ ସବୁ ଶୁଣିପାରନ୍ତି। ସେଇ ତ ବ୍ରହ୍ମ, ଯାହାଙ୍କର ପାଦ ନାହିଁ, ପାଣି ନାହିଁ, କିନ୍ତୁ ଚାଲିପାରନ୍ତି, ସବୁକିଛି ଦେଇପାରନ୍ତି, ସବୁକିଛି କରିପାରନ୍ତି। ସେଇ ତ ବ୍ରହ୍ମ। ସେ ବିନୁ ବାନୀ ବକତା ବଡ଼ ଯୋଗୀ। କଥା କହିପାରୁନାହାନ୍ତି, କିନ୍ତୁ କଥା କୁହାଇ ଦେଇକି ଏମିତି ଯୋଗୀ ସାଜିଛନ୍ତି ସିଏ। ତାଙ୍କ କଥା କିଏ ବା ବଖାଣି ପାରିବ? ସିଏ ତ ସବୁ ଜାଣିଛନ୍ତି, ଅନ୍ତରର ସବୁ କଥା ସିଏ ଜାଣିଛନ୍ତି। ତେଣୁ ତାଙ୍କର ରତ୍ନ ସିଂହାସନ ଥରିବାକୁ ଲାଗିଲା। ନୀଳାଚଳରେ ଆଉ ପ୍ରଭୁ ଭକ୍ତ ବତ୍ସଳ ରହିପାରିବା ପରିସ୍ଥିତି ନାହିଁ। ପ୍ରଭୁ କହିଲେ, ଆରେ 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 ଆରେ, ମୋ ଭକ୍ତ ମୋତେ ଭାବରେ ଡାକୁଥିଲା, କିନ୍ତୁ ତା ଘରେ ଅଭାବ ଦେଇଦେଲି। ନାଇଁ, ସୁଦାମା ଭଳି ତା ଘରକୁ ମୁଁ ପରିପୂର୍ଣ୍ଣ କରିବି, ନିଶ୍ଚୟ ଯିବି। ସାଙ୍ଗେ ସାଙ୍ଗେ କ'ଣ କଲେ, ମହାପ୍ରଭୁ ଗୋଟେ କିଶୋର ଅବସ୍ଥାର ହେଇ କାନ୍ଧରେ ଭାର ବହନ କରି 2ଟି ବୋଝ, 2ଟି ପାଛିଆରେ 2ଟି ବିଭିନ୍ନ ପ୍ରକାର ଜିନିଷ ସବୁ ରଖିକି, 2ଟି ପାଛିଆରେ ପନିପରିବା, କଦଳୀ, ମହୁ, ଶର୍କରା, ଘିଅ, ବୋଇତାଳୁ, ଦେଶୀ ଆଳୁ, ବିଭିନ୍ନ ଜିନିଷ, ବାସୁମତୀ ଚାଉଳ, କିଛି ମିଷ୍ଟାନ୍ନ ଜିନିଷ, ପ୍ରତ୍ୟେକ ଜିନିଷ ଖଞ୍ଜି ମହାପ୍ରଭୁ ବାହାରି ପଡ଼ିଲେ। ବିଷ୍ଣୁ ମାୟା ନା, ସେ ସାଙ୍ଗେ ସାଙ୍ଗେ ସବୁକିଛି ସର୍ଜନା ହେଇଯିବ ତାଙ୍କ ଦ୍ୱାରା। ଆସିକି ଗୀତା ପଣ୍ଡାଙ୍କର ଗାଁ ମୁଣ୍ଡ ପାଖରେ ପହଞ୍ଚିଗଲେ। ବକୁଳବନ, ସେଇଠି ଆସି ପହଞ୍ଚିଗଲେ। ସେ ଦୃଶ୍ୟ ଯିଏ ଦେଖିଛି ସିଏ ଜାଣିଛି, କାରଣ ମହାପ୍ରଭୁ ନିଜେ ଭାର ନେଇକି ଆସୁଛନ୍ତି ନା, ଜଗତର ଭାରକୁ ବହନ କରନ୍ତି, କିନ୍ତୁ ଭକ୍ତ ପାଇଁ ନିଜେ କାନ୍ଧୁଆ ସାଜି, ଭାରୁଆ ସାଜି ଚାଲି ଆସୁଛନ୍ତି। ନକ ନକେଇଲା ବାହୁଙ୍ଗି, ନକ ନକେଇଲା, ନକ ନକେଇଲା ବାହୁଙ୍ଗି, ନକ ନକେଇଲା, ଗାଁ ସେ ମୁଣ୍ଡେ ବକୁଳ ବନେ, ଗାଁ ସେ ମୁଣ୍ଡେ ବକୁଳ ବନେ, ଦେଖରେ କହ୍ନେଇ ଡାକିଲା। ଓ ଭାଇନା, ଟିକେ କହିବ କି ଗୀତା ପଣ୍ଡାଙ୍କ ଘର କୋଉଠି? ହଇବ, ତୁମେ କୋଉଠୁ ଆସିଛ କି? ତମେ ଗୀତା ପଣ୍ଡାଙ୍କ ଘର ଜାଣିନା? ପଥିକ ଉତ୍ତର ଦେଉଛନ୍ତି। 5 ଖଣ୍ଡ 10 ଖଣ୍ଡ ଗାଁରେ ତାଙ୍କୁ ଜାଣିଛନ୍ତି। ତାଙ୍କ ଘରକୁ କିଏ ନ ଜାଣେ? କିଏ ତାଙ୍କ ଘରକୁ ନ ଯାଏ? ତାଙ୍କ ଦୁଆର ମୁହଁରେ ଏଇ ପରା ବୃନ୍ଦାବତୀ, ଯାହାଙ୍କର ଦୁଆର ମୁହଁରେ ଅଛି ସେଇ ପରା ଗୀତା ପଣ୍ଡାଙ୍କ ଘର। ତମେ ଏତିକି ଜାଣିନା? ଯାଅ ଯାଅ ଯାଅ, ଏଇ ତାଙ୍କ ଦୁଆରକୁ ଗଲେ ତାଙ୍କ ଦୁଆର ବନ୍ଦ ଅଛି, ଡାକିଲେ ସେ ଶୁଣିବେ। ଦେଖନ୍ତୁ, ଜଗତକୁ ଯିଏ ଠିକଣା ଦେଲା ବାଲା, ସଂସାରକୁ ଠିକଣା ଦିଏ, ଶେଷ ଠିକଣା ମଧ୍ୟ ସେ ନିଜେ। ତାଙ୍କର ଚଣାର ବିନ୍ଧ ବୁଝି ଶେଷ ଠିକଣା ଭକ୍ତର। ଜନ୍ମ ଦେଲା ବାଲା, ଜୀବନ ନେଲା ବାଲା ଏବଂ ସଂସାରୀ କରିକି ରଖେଇଲା ବାଲା ସିଏ। ସିଏ ନ ଚାହିଁଲେ ସଂସାର କିଏ ରହିପାରେ ନା। ତେଣୁ ସେ ପ୍ରଭୁ ଆଜି ଠିକଣା ଖୋଜୁଛନ୍ତି। କାରଣ ମାନୁଷ ଲୀଳୟା, ମନୁଷ୍ୟ ଭଳି ସେ ଲୀଳା କରୁଛନ୍ତି ଜଗତ ଜନଙ୍କ ପାଇଁ। ଏ କଳିଯୁଗରେ, ପ୍ରତି ଯୁଗରେ। ତେଣୁ ଯେତେବେଳେ ଆସି ପହଞ୍ଚି ଯାଇଛନ୍ତି ବୃନ୍ଦାବତୀ ଦେଖିକି, ଭକ୍ତ ଦୁଆରେ ବୃନ୍ଦାବତୀ ଦେଖିକି ଭଗବାନ ସନ୍ତୁଷ୍ଟ। ଆଚ୍ଛା, ସତ କହିଲେ, ଆପଣମାନେ ଯିଏ ବଡ଼ ଦେଉଳ ଯାଇଛନ୍ତି, ନିଶ୍ଚିତ ଭାବରେ ପ୍ରଭୁଙ୍କୁ ଅନୁରୋଧ କରିଥିବେ, ପ୍ରଭୁ ଏ ବଳ ଥିଲାବେଳେ
ମୁଁ ବନ୍ଧୁପଣ କରି କେତେ ଥର ଆସିଛି। ହେ କାଳିଆ ଠାକୁର, ହେ ମହାବାହୁ, ଯିଏ ଯୋଉ ଭାବରେ ଡାକେ କହି ପକାନ୍ତି। ପ୍ରଭୁ ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ, ଗୁହାରି କରୁଛି ମୋ ଘରକୁ ଥରେ ଥରେ ଥରେ, କୁଣିଆ ହୋଇକି ପ୍ରଭୁ କୁଣିଆ ହୋଇକି ଆସିବୁ ସତେ, ଅନ୍ତକାଳେ ଦେଖିବି ତୋତେ ମୋ କାଳିଆରେ, ନାଚୁଥିବୁ ଦେଖିବି ତୋତେ। ହେ କାଳିଆ ଠାକୁର, ମୋ ଦୁଆରକୁ ନିଶ୍ଚୟ ଆସିବ। ମୋ ଅନ୍ତକାଳ ଟିକେ ତ ଅନ୍ତତ ପକ୍ଷେ ଦେଖିପାରିବି, ଏ ଆଖିରେ ଚକା ଆଖିକି ଦେଖିପାରିବି। ଏ ସୁଯୋଗରୁ ନିବୃତ୍ତ କରିବନି ହେ ମଣିମା। ପ୍ରତିଭକ୍ତ କହନ୍ତି ଯିଏ ଯେଉଁ ଭାବରେ ଡାକେ ସବୁ ଭାବକୁ ସେ ଗ୍ରହଣ କଲା ବାଲା, ସେ ଭାବଗ୍ରାହୀ। ଏମିତିକି ବତେଇ ଦିଅନ୍ତି ଠିକଣା, ମୋ ବନ୍ଧୁ ହିସାବରେ ଯିବ ତ, ଅତିଥି ଦେବ ଭବ, ଅତିଥି ହେଇକି ଯିବ, ତେଣୁ ମୋ ଠିକଣା ଟିକେ ଜାଣିଥାଅ। କ'ଣ? ଦାଣ୍ଡ ଦୁଆରେ ମୋ, ଦାଣ୍ଡ ଦୁଆରେ ମୋ, ଦାଣ୍ଡ ଦୁଆରେ ମୋ ତୁଳସୀ ଗଛ, ଆସିବୁ କାଳିଆ ନ ଭୁଲି ପଥ। ମୋ ଦାଣ୍ଡ ଦୁଆରେ ତୁଳସୀ ଗଛ ଅଛି, କାଳିଆ ଆସିବୁ ଦେଖିବୁ। ମହାପ୍ରସାଦ କୁଡ଼ୁଆ ଟଙ୍ଗା ହେଇଛି, ତୁଳସୀ ଗଛ ଅଛି, ଜମା ଭୁଲିବନି। ହେ କାଳିଆ ଠାକୁର, ମୋ ଘରକୁ ନିଶ୍ଚୟ ଆସିବୁ। ହେ କାଳିଆ, ମୁଁ କେତେ ଭଲ ପାଏ ତୋତେ, କେତେ ଭଲ ପାଏ, କେତେ ଭଲ ପାଏ। ତୁ କ'ଣ ମୋ ପାଖକୁ ଆସିବୁନି? ମୋ ଅନ୍ତକାଳେ ଟିକେ ଦର୍ଶନ ଦେବୁନି? ପ୍ରତିଭକ୍ତ କହନ୍ତି, ପ୍ରତି ଓଡ଼ିଆ, ନିହାତି ପ୍ରତି ଓଡ଼ିଆମାନେ ହିଁ କହନ୍ତି। ତେଣୁ ମହାପ୍ରଭୁ ଯିଏ ଯେଉଁ ଭାବ ଡାକେ, ଆପଣ କହିଲେ ସେ ଶୁଣିବେ, ତୁମେ କହିଲେ ଶୁଣିବେ, ତୁ କରି ଡାକିଲେ ବି ଶୁଣିବେ, ସବୁଥିରେ ସେ ଶୁଣିଲା ବାଲା। ତେଣୁ ଯେତେବେଳେ ଭକ୍ତ ଗୀତା ପଣ୍ଡା ମଧ୍ୟ ସେମିତି କହିଛନ୍ତି, ମୋ ଘରକୁ ପ୍ରଭୁ ଥରେ ଆସିବନି? ମୋ ଦ୍ୱାର ମୁହଁରେ ତୁଳସୀ ଗଛ ଅଛି, ମୁଁ ନୀତି ପୂଜା କରୁଛି ସେଇଠି, ମହାପ୍ରଭୁ ନିଶ୍ଚୟ ଆସିବ। ପ୍ରଭୁ ଆସିକି ପହଞ୍ଚି ଯାଇଛନ୍ତି। ମହାପ୍ରଭୁ ଯେତେବେଳେ ଭକ୍ତ ଗୀତା ପଣ୍ଡାଙ୍କ ଦ୍ୱାରେ ପହଞ୍ଚି ଯାଇଛନ୍ତି, ସେ ଅପୂର୍ବ କଥା। କାରଣ ପ୍ରଭୁଙ୍କ ଦ୍ୱାରକୁ ଭକ୍ତ ଯାଏ, ଯାଇକି ଠକ୍ ଠକ୍ କରେ, ଏ ମହାପ୍ରଭୁ ଟିକେ ଉଠନ୍ତୁ, ଏ ଦୁଃଖୀ କଥା ଟିକେ ବୁଝନ୍ତୁ, ଏ ଭକ୍ତ କଥା ଟିକେ ବୁଝନ୍ତୁ। ସେ ଧନ ସୁନା ରୂପାର ଦୁଃଖୀ ନୁହଁ, ଟଙ୍କା ପଇସା ପାଇଁ ଦୁଃଖୀ ନୁହଁ, ପ୍ରଭୁ ଟିକେ ଦର୍ଶନ ଦେଲେ, ଦର୍ଶନ ଅଭିଳାଷୀ ଭକ୍ତ କହେ। ତେଣୁ ସିଂହଦ୍ୱାରେ ଯାଇକି କେତେ ଅଳି ଅର୍ଦଳି କରିଛି, କିନ୍ତୁ ଆଜି ଦେଖନ୍ତୁ ଭକ୍ତ ଦ୍ୱାରେ ମହାପ୍ରଭୁ ଆସି ଅଳି କରୁଛନ୍ତି, ଟିକେ ଦ୍ୱାର ଖୋଲ, ଠକ୍ ଠକ୍ କରୁଛନ୍ତି, କିଳିଣି ବାଡ଼ଉଛନ୍ତି। ସତରେ କେହି ଟଙ୍କା ପଇସା ଦେଇ ମହାପ୍ରଭୁଙ୍କୁ ଆଣିପାରିବନି ଘର ପାଖକୁ। ଲକ୍ଷ୍ମୀ ଦେବୀ ଯାର ଘରଣୀ, ତାକୁ କି ଦେବୀ ଧନ। ମହାଲକ୍ଷ୍ମୀ ଯାର ଘରଣୀ, ସଂସାର ମାଲିକାଣୀ, 56 କୋଟି ଜୀବଙ୍କୁ ସେ ପଡ଼ି ଦେଉଛନ୍ତି। ତାଙ୍କ ସ୍ୱାମୀଙ୍କୁ କିଏ ପଇସା ପତ୍ର ସୁନା ରୂପା ଟଙ୍କାରେ ଦେଇକି ଘରକୁ ଡକେଇ ପାରିବ? କେବଳ ଭାବ, ଭାବ ବିନା ଆଉ କିଛି ନାହିଁ। ତେଣୁ ଭକ୍ତ ସେଇଥିପାଇଁ କହେ, ଭାବରେ ଅଭାବ ହେବିନି ହେ କଳାମଣି ମା।
हे ମଣିମା ମୋତେ ଭାବରେ ଅଭାବ କରନା। ସେଇ ଭାବରେ ବନ୍ଧା ହେଇକି ମହାପ୍ରଭୁ ଚାଲି ଆସିଛନ୍ତି। ଯେତେବେଳେ ଠକ୍ ଠକ୍ କରିଛନ୍ତି, ଗୀତା ପଣ୍ଡାଙ୍କର ପତ୍ନୀ ଆସିକି ଦୁଆର ଖୋଲିଛନ୍ତି ଟିକେ ବିରକ୍ତି ଭାବ ହେଇକି। ଏଇ ଗଲେ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ, କୋଉଠି ଏମିତି କ'ଣ ପାଇଲେ କି? ଦିନଟା ସାରା ଗୀତା ପଢ଼ୁଥିଲେ, ମୁଁ ଯେମିତି ବିରକ୍ତି ହେଲି, ମୋ ମନଟା କୋଉ ଭଲ ଲାଗିଲା କି? ବିରକ୍ତି ହେଲି, କିନ୍ତୁ ସେଥିରେ ସିଏ ଦୁଃଖ କରିକି ଗଲେ, ଆଉ କ'ଣ ସାଙ୍ଗେ ସାଙ୍ଗେ ପଳେଇ ଆଇଲେ? କିଏ ତାକୁ କ'ଣ ଦେଇଦେଲେ? ଏମିତି ଭାବିକି ଆସି ଖୋଲିଦେଲେ। ଖୋଲିଦେଲା ପରେ ଦେଖିଲେ ଅପୂର୍ବ କାନ୍ତି। ସେନା ମନେ ମନେ ଭାବୁଛନ୍ତି, ଏ ଗୌଡ଼ ପିଲାଟିକି ଆଗରୁ ତ କେବେ କୋଉଠି ଦେଖିନି, କାରଣ ଭାରୁଆ ସାଜିକି ଆସିଛି, ନିଶ୍ଚିତ ଗୋପାଳ ଘରର କିଏ ହେଇଥିବେ। କାରଣ ଘିଅ ରହିଛି, ଦହି ରହିଛି, ତା ସାଙ୍ଗେ ଅନ୍ୟାନ୍ୟ ପନିପରିବା, ଚାଉଳ ଫଳ ବିଭିନ୍ନ ଜିନିଷ ରହିଛି। ଆଉ ତେବେ ଇଏ କାହା ଘରକୁ ଆଣିଲେ? ହଉ ଠିକ୍ ଅଛି, ପଚାରିବା। ବାବୁ ତୁମେ କାହାକୁ ଖୋଜୁଛ? ମହାପ୍ରଭୁ କହୁଛନ୍ତି, ଗୀତା ପଣ୍ଡା ଗୋଷେଇଙ୍କ ଘର ଏଇ ତ? ଏ ଥଙ୍ଗ ଥଙ୍ଗ ହେଇକି ପଚାରିଲା ଭଳିଆ, ଡରେ ମରେ କାଳେ ନ ହେଇଥିବ। ସେ ଭାଇନା ସେନା କହିଲେ କାଳେ ନ ହେଇଥିବ। ଦେଖନ୍ତୁ ପ୍ରଭୁଙ୍କର କି ଲୀଳା। ପ୍ରଭୁ ନିଜେ ଆଜି ଜଗତ ଜନ ପାଖରେ ଭାରୁଆ ସାଜିକି ଏମିତି ପଚାରୁଛନ୍ତି। ଗୀତା ପଣ୍ଡାଙ୍କ ପତ୍ନୀ କହିଲେ, ହଁ ହଁ, ଇଏ ପରା ଗୋଷେଇଙ୍କ ଘର। କ'ଣ ହେଲା? ନା ଗୋଷେଇ ଏମିତି ଶ୍ରୀକ୍ଷେତ୍ରରୁ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ଏ ଜିନିଷ ସବୁ ଦେଲେ, ଆଉ ମୁଁ ଶ୍ରୀକ୍ଷେତ୍ରରୁ ନେଇକି ଆସୁଛି ତାଙ୍କ ପାଇଁ। ସେ ପଠେଇଲେ ମୋ ହାତରେ, ଆପଣ ରଖନ୍ତୁ। କ'ଣ ହେଲା? ହେଇଗଲେ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ? ହଁ, ସେ ପରା ଏଇଠି ତାଙ୍କ ସେ ବଦାନ୍ୟ ବ୍ୟକ୍ତି ଦେଖା ହେଲେ, ମୁଁ ତ ଶ୍ରୀକ୍ଷେତ୍ରରୁ ଆସିଥିଲି, ନେଇ ପଳେଇ ଆସିଲି। ଆଉ ଆଚ୍ଛା, ହଉ, ତୁମ ନାଁ କ'ଣ ପୁଅ? ନା ମୋ ନାଁ କାଳିଆ। ଆରେ ବାବା, ତୁମେ ଶ୍ରୀକ୍ଷେତ୍ରରୁ ଆସିଛ, ପୁଣି ନାଁ କାଳିଆ? ଆମ ଗୋଷେଇ ସବୁବେଳେ କାଳିଆ କାଳିଆ ଭଜନ କରୁଛନ୍ତି। ହଉ ଠିକ୍ ଅଛି, ପୁଅ ଆଣିକି ଏଇଠି ସବୁ ରଖିଦିଅ। ସବୁ ରଖିଦେଲି। ରଖିଦେଲା ପରେ ସେ ଘର ଅଗଣା ଖାଲି ମହକୁଛି। କିନ୍ତୁ ଗୀତା ପଣ୍ଡାଙ୍କର ପତ୍ନୀ କିଛି ବୁଝିପାରୁନାହାନ୍ତି, ଇଏ ପ୍ରକୃତିରେ କିଏ? ଅବଶ୍ୟ ଚନ୍ଦନ ବାସୁଛି, ଘିଅ ମହୁ ବିଭିନ୍ନ ଜିନିଷ ଥିବାରୁ ହୁଏତ ଏମିତି ଆସୁଥାଇପାରେ, ତୁଳସୀ ମହକ ଆସୁଥାଇପାରେ, କାରଣ ଦ୍ୱାର ମୁହଁରେ ବୃନ୍ଦାବତୀ। ସେ କିଛି ବୁଝିପାରିନାହାନ୍ତି। କିନ୍ତୁ ମନେ ମନେ କହିଲେ, ହଉ ହଉ, ଏ ପିଲାଟିକୁ କିଛି କ'ଣ ଟିକେ ଖାଇବାକୁ ଦେବାନି, ଏତେ ଦୂର ଆସିଛି, ଘରେ ତ କିଛି ନାହିଁ। ଆଚ୍ଛା ପୁଅ, ଆମ ଘରେ ଟିକେ ଯାହା ଅଛି ଟିକେ ଚୁଡ଼ାମୁଢ଼ି ଟିକେ ଖାଇକି ଯିବନି? ନା ନା ନା, ମୁଁ ଖାଇପାରିବିନି, ମୋ ପାଟି ଭଲ ନାହିଁ, ମୋ ଜିଭ ଖଣ୍ଡିଆ ହେଇଯାଇଛି। ପାଣି ଟିକେ ପିଇ ପାରିବନି? ନା ନା, ମୁଁ କିଛି ପାରିବିନି। ହେଇ ଦେଖୁନା, ମୋ ଜିଭକୁ ଆଜି ଜଣେ ସ୍ତ୍ରୀ ଲୋକ କାଟିଦେଲା ରାଗିକି। ଆରେ ପୁଅ, କୋଉ ସ୍ତ୍ରୀ ଲୋକ ସେ କାଟିଦେଲା? କେଡ଼େ ସୁନ୍ଦରିଆ ମୁହଁଟିଏ, ତା ଜିଭକୁ ପୁଣି କାଟିଦେଲେ। ସେ କ'ଣ ଦିଶୁଥିବ କହିଲ? ସେ କିଏ, କୋଉ ଚଣ୍ଡାଳୁଣୀ ଏମିତି କଲାଲୋ? ଏମିତି କହିକି ଦେଖିଲେ ଯେତେବେଳେ ଜିଭଟିରେ ତାର 3ଟି ଗାର ପଡ଼ିଛି, ରକ୍ତ ବହୁଛି। ସେ ବୁଝିପାରିଲେନି ଯେ ମୁଁ 3 ଗାର କାଟି ଦେଇଥିଲି ଆଜି ଗୀତାରେ। ସେଇ ନୁହେଁ ତ? ସେଇ ପ୍ରଭୁଙ୍କର ମୋହ ନୁହେଁ ତ? ଏଇ ସେଇ ପ୍ରଭୁ ନୁହନ୍ତି ତ? ନା, ବୁଝିପାରିଲେନି। କାରଣ ବିଷ୍ଣୁ ମାୟା, ଭକ୍ତ ପାଇଁ ସେ ବିଭିନ୍ନ ଲୀଳା କରିପାରନ୍ତି। ଜଗଜ୍ଜନ ହିତାର୍ଥାୟ କରୋମି ବିବିଧ କ୍ରିୟା, ମୁଁ ବିଭିନ୍ନ କ୍ରିୟା କରେ ଜଗତ ଜନଙ୍କର ହିତ ପାଇଁ, ଭକ୍ତଜନ ପାଇଁ। ଏକଥା ମହାପ୍ରଭୁ ଶ୍ରୀମୁଖରେ କହିଛନ୍ତି। ହଉ, ଏକଥା କହି ତାଙ୍କୁ ବାଟେଇ ଦେଲେ, ପଳେଇ ଆସିଲେ ପ୍ରଭୁ। ପଳେଇ ଆସିଲା ପରେ ସେ କିଏ ବନ୍ଦ କରିକି ରହିଲେ। ଛୋଟିଆ ଛୋଟିଆ ପାଦ ଚିହ୍ନ ଗୁଡ଼ିଏ ଘର ସାରା ପଡ଼ିଯାଇଥାଏ।
କାରଣ ଦୂରରୁ ଆସିଛନ୍ତି, ତାଙ୍କ ଘର ଲିପା ପୋଛା ହେଇଥିଲା, ପଡ଼ିଯାଇଛି ଚିହ୍ନ। କିଛି ସମୟ ବିତିଗଲା ପରେ ଗୀତା ପଣ୍ଡା ଚାଲି ଚାଲି ଆସୁଛନ୍ତି ବହୁ ସନ୍ତର୍ପଣରେ। ଆଜି କିଛି ପାଇନି, ମୁଁ ଘରକୁ ଗଲେ ଘରଣୀ କ'ଣ କହିବ? ଆଜି ମୋର ଅବସ୍ଥା ବାରଣ୍ଡା ଦିକଡ଼ା। କାରଣ ସହଜେ ରାଗିଛି, କ'ଣ ଇଆଡ଼ୁ ସିଆଡ଼ୁ କହିଯିବ। ମୁଁ କ'ଣ କରିବି? କିଛି ତ ପାଇଲିନି। 7ଟି ଘର ଛଡ଼ା ତ ମୁଁ 8ଟି ଘର ଯାଇପାରିବିନି। କ'ଣ କରିବି? ଏଇ କଥା କହି ଯେତେବେଳେ ଯାଇକି ଠିଆ ହେଇଛନ୍ତି, କବାଟ ବାଡ଼େଇଛନ୍ତି, ଘରଣୀ ହସି ହସିକି ଯାଇ ଖୋଲିଦେଲେ। ହଇବ, ମନଟା କାହିଁକି ଏମିତି ଧାନ ଉଁସା କରି ପୁଣି କରିଛ କି? ଓହୋ, ଆଜି ପଠେଇ ଦେଇଛ ବୋଲି କିଛି ଜିନିଷ, ସେଇଥିପାଇଁ ଏମିତି କଥା। ଆଉ ଭଲ ଅଭିନୟ ଶିଖିଛ ତୁମେ। ଗୀତା ପଣ୍ଡା କ'ଣ କ'ଣ ପଠେଇଲି? ମୁଁ ତ କିଛି ପଠେଇନି। କେଉଁ କଥା? କାହାକୁ କ'ଣ କହୁଛ? ମୁଣ୍ଡ ଠିକ୍ ଅଛି ତ? ଆଜି ତ ବିଭିନ୍ନ କଥା କହିଲ, ବହୁତ କଥା କହିଲ, ମୁଁ ତ କିଛି ପାଇଲିନି, ପଳେଇ ଆସିଲି। ଆଜି କେମିତି ଖାଇବା ଚଳିବା? ଏ କଥା ଶୁଣିକି ପତ୍ନୀ ତାଙ୍କର କହିଲେ, ହଉ ତୁମେ ତ କିଛି ଜାଣିନା, ଆଉ ଆସ ଆସ ଆସ, ଘର ଭିତରକୁ ଆସ। ଦେଖେଇଦେଲେ କାନ୍ଧିଏ କଦଳୀ, ବୋଇତାଳୁ, ସାରୁ, ବାଇଗଣ, ପୋଟଳ, କାଙ୍କଡ଼, ବିଭିନ୍ନ ଜିନିଷ, ଘିଅ, ମହୁ, ବାସୁମତୀ ଚାଉଳ, ତାପରେ ଲହୁଣୀ, ଶର୍କରା, ବିଭିନ୍ନ ଜିନିଷ ଥୁଆ ହେଇଛି। ସେ ଘର ଅଗଣା ଖାଲି ମହକୁଛି, ସେ ଘରଟା ମହକୁଛି। ପାଦ ଚିହ୍ନ ଗୁଡ଼ିଏ ପଡ଼ିଛି। ଏବଂ ଏ କଥା ଗୀତା ପଣ୍ଡାଙ୍କୁ ନାକକୁ ବାସିଗଲାଣି, ଏ ମହକ ଦୁଆର ମୁହଁରୁ ଆସିଲାଣି। ସେ କିନ୍ତୁ ଏତେ ଭାବିନଥିଲେ କିଛି। ଭିତରକୁ ପଶି ଆସିଲେ ଆହୁରି ମହକ ବଢ଼ିଲା। କହିଲେ, କିଏ ଆସିଥିଲେ? ତାଙ୍କ ପତ୍ନୀ କହିଲେ, ତମେ ଯେମିତି କିଛି ଜାଣିନା, ପଠେଇଥିଲ ପରା ଶ୍ରୀକ୍ଷେତ୍ରରୁ ସେ କାଳିଆ ବୋଲି ଗୋଟେ ପିଲା ଆସିଥିଲା, ଭାରରେ ବୋହିକି ଜିନିଷ। ସେ ଛୁଆଟା ବକଟେ ଛୁଆ, ତାକୁ ତୁମେ ଟେକିବାକୁ ପାଇଁ ଦେଇଥିଲ, ଏଡ଼େ ବଡ଼ ବଡ଼ ବୋଝ। ଗୋଟେ ବିବେକ ନାହିଁ, କାଣ୍ଡ ଜ୍ଞାନ ନାହିଁ। ଏ କଥା ଶୁଣିକି ଗୀତା ପଣ୍ଡା ହତବାକ ଭଳିଆ ଅନେଇଛନ୍ତି। କ'ଣ କହୁଛ? କାହାକୁ କହୁଛ? ମୁଁ କାହାକୁ ପଠେଇଲି? ନା, ଶ୍ରୀକ୍ଷେତ୍ରରୁ ଯେଉଁ ବଦାନ୍ୟ ବ୍ୟକ୍ତି ଜଣେ ପଠେଇଥିଲେ, ତମକୁ ଦାନ ଦେଇଥିଲେ, ତମେ ପଠେଇଲ ଭାରରେ। କହିଲେ ଗୋସାଇଁ ପଠେଇଲେ, ମୁଁ ରଖିଲି। ତମେ କହୁଛ ନା ମୁଁ ଜାଣିନି କିଛି। ନା ସତରେ ମୁଁ କିଛି ଜାଣିନି। କିଏ ଆସିଥିଲେ? ଯଦି ଆସିଥିଲେ ତୁମେ ତାଙ୍କୁ ଖାଇବା ପିଇବାକୁ ଦେଲ? କେହି ବି ଏମିତି ଦାନ ଦେଇଥାଇପାରେ। ନା, ମୁଁ ଡାକିଲି, ଆଉ ସିଏ ତାଙ୍କ ପାଟି ଜିଭକୁ କିଏ କାଟି ଦେଇଛି। ଗୋଟିଏ ସ୍ତ୍ରୀ ଲୋକ, 3 ଗାର ପଡ଼ିଛି, ରକ୍ତ ବହୁଛି, ଖାଇପାରିଲେନି। ପୁଅଟି ଖାଇପାରିଲାନି, ପଳେଇଲେ। ସେମିତି ମୋ ମନକୁ ଭଲ ବୁଝିଲା କି? କ'ଣ ହେଲା? ଜିଭ କାଟି ଦେଇଛି କୌଣସି ସ୍ତ୍ରୀ ଲୋକ? ତୁମେ ମୂର୍ଖ ନା କ'ଣ? ବୁଝିପାରିଲନି? ମୋ ପ୍ରଭୁ ଆସିଥିଲେ। ଯୋଉ ଗୀତାକୁ ଆଜି ମୁଁ ପଢୁଥିଲି, ଦେଖିଲ ଯାଇକି 3ଟି ଗାର ପକେଇଛ କି ନାହିଁ? ଗୀତା ପରା ପ୍ରଭୁଙ୍କର ମୁଖ ନିଃସୃତ ବାଣୀ, ସେଟା ତାଙ୍କ ଜିଭ। କ'ଣ କଲ ତୁମେ? କାନ୍ଦି କାନ୍ଦି ବିଭୋର ହେଇଗଲେ, ଅଧୀର ହେଇଗଲେ। ମୋ ପ୍ରଭୁ ଆସିଥିଲେ, ମୋ ଦୁଃଖ ସହିପାରିଲେନି, ମୋ ଘରେ ଆଣିକି ଜିନିଷ ଦେଇ ଯାଉଛନ୍ତି ଭାରୁଆ ସାଜିକି। ତମେ ଚିହ୍ନି ପାରିଲନି? ଏହା କହିକି ଲୋଟିଗଲେ ତଳେ। ସେ ପାଦକୁ ଛୁଇଁକି ଖାଲି ଲୁହ ଗଡ଼େଇ ଯାଉଥାନ୍ତି। ହେ ମହାପ୍ରଭୁ, ହେ ମଣିମା, କ'ଣ କଲ? ମତେ ଟିକେ ଦର୍ଶନ ଦେଲଣି? ଟିକେ ବି ଦେଲନି ଦର୍ଶନ। ମୋ ଘରକୁ ଆସିଲ, ଯିଏ ତୁମକୁ ରାଗିକି ତୁମ ଜିଭ କାଟିଦେଲା, ତାକୁ ଦର୍ଶନ ଦେଲ, ମତେ ଦେଲନି। ତମେ ଏମିତି ହଟିଆ ନାଟୁଆ ଛଳିଆ ଠାକୁର। ପ୍ରକୃତରେ ତୁମେ ଗୋପରେ କ'ଣ ନ କରିଥିବ? ହେ ଭକ୍ତ ବତ୍ସଳ ଭଗବାନ, ତୁମେ କ'ଣ ଏ ଭକ୍ତ ପାଇଁ କଲ? ମୁଁ ଜୀବନ ଭରି ଡାକିଲି, କିନ୍ତୁ ମତେ ପ୍ରଭୁ ଥରୁଟେ ଦର୍ଶନ ଦେଲନି। ପାଦ ନାହିଁ ମୋ ପାଇଁ, ସେ ପାଦରେ ଚାଲି ଆସିଲ।
ପାଦ ବଢ଼େଇଦେଲ ମୋ ଘରକୁ, ମୋ ଦୁଆରକୁ ଚାଲି ଆସିଲ। ମୁଁ ଥରେ ଖାଲି କହିକି ଆସିଥିଲି, ପ୍ରଭୁ ମୋ ଦୁଆରକୁ କ'ଣ ଆସିବନି? ସତରେ ଆସିଗଲ ପ୍ରଭୁ। ଏଡ଼େ ବଡ଼ କଥା। ଏ ଅଭାଗାକୁ ଟିକେ ଦର୍ଶନ ବି ଦେଲନି ମହାପ୍ରଭୁ। କ'ଣ କଲ? ଏ ଭକ୍ତ କେତେ କଷ୍ଟ ଦେଲା ପ୍ରଭୁ ଆପଣଙ୍କୁ ଆସିବାକୁ ପଡ଼ିଲା ମୋ ଘରକୁ। ପୁଣି ଏ ପେଟ ଚାଖଣ୍ଡେ ପୁରେଇବା ପାଇଁ ମୁଁ ଯାଉଥିଲି ବାର ଦୁଆରକୁ। ପ୍ରଭୁ ତମେ ସହିପାରିଲାନି। ମୁଁ ଯେତେବେଳେ କହିଦେଲି ମୋତେ ବଡ଼ଦାଣ୍ଡର ଭିକାରୀ କରିଦିଅ ପ୍ରଭୁ, ସିଂହଦ୍ୱାର ଭିକାରୀ କରିଦିଅ, ଭାବର ଭିକାରୀ କରିଦିଅ। ମୋ ଅଭାବ ସବୁ ମେଣ୍ଟେଇ ନେଲ, ମୋ ଅଭାବ ଘୁଞ୍ଚେଇ ଦେଲ। ହେ ମଣିମା, ଏ କଥା ଶୁଣି ତାଙ୍କ ପତ୍ନୀ ମଧ୍ୟ ଅଧୀର ହୋଇ ତଳେ ଗଡ଼ିଗଲେ। ମୁଁ ଚଣ୍ଡାଳୁଣୀ କ'ଣ କଲିଲୋ? ମୁଁ ଚିହ୍ନି ପାରିଲିନି। ମୋ ପ୍ରଭୁଙ୍କର ମୁଁ ଜିଭକୁ କାଟିଦେଲି। ତମେ ସତ କହୁଥିଲ, ମୁଁ ସେ ଜିଭ କାଟିଦେଲି। ଯାଇକି ଅଣ୍ଡାଳି ପକେଇଲା ବେଳକୁ ସେ ଗୀତା ବହିରେ ଆଉ ସେ ଗାର ନାହିଁ। ପ୍ରଭୁ କ୍ଷମା କରିଦେଲେ, କ୍ଷମା ସାଗର। ସେ କ'ଣ ନ କରିପାରନ୍ତି? ଭକ୍ତ ଜୟଦେବଙ୍କ ପାଇଁ ଆସି ଗୀତ ଗୋବିନ୍ଦରେ ନିଜେ ଲେଖିଦେଲେ। ତେଣୁ ପ୍ରଭୁ ଅନ୍ତର୍ଯାମୀ ମହାପ୍ରଭୁ ସବୁ କିଛି ବୁଝିପାରନ୍ତି। ପୁରାଣ ଗାଇକି ହେଉ, ଭଜନ ଗାଇକି ହେଉ, ଯେଉଁ ଭାବରେ ଯିଏ ମଧ୍ୟ ଯାହା ଲେଖି ପକାଏ ସବୁକୁ ପ୍ରଭୁ ଗ୍ରହଣ କରନ୍ତି। ସେ ଭାବର ଅଙ୍କୁଣା। ସେ ମହାପ୍ରଭୁ ଅନେକ ଭକ୍ତଙ୍କ ପାଇଁ ବିଭିନ୍ନ କ୍ରିୟା କରିଛନ୍ତି। କାହା ପାଇଁ ବାଇଗଣ କିଆରିରେ ପଶିକି ନିଜର ପିନ୍ଧା ବସନ ଚିରି ଦେଇଛନ୍ତି। କେଉଁ ଭକ୍ତ ପାଇଁ ନିଜେ ବାଲି ରଥରେ ଯାଇକି ବସି ଯାଇଛନ୍ତି। କେଉଁ ଭକ୍ତ ପାଇଁ ନିଜେ ବଡ଼ଦାଣ୍ଡରେ ଅଟକି ରହିଛନ୍ତି। ଭକ୍ତ ନ ଆସିଲା ପର୍ଯ୍ୟନ୍ତ ରଥ ଗଡ଼ିବ ନାହିଁ। ଦୃଢ଼ପଣରେ ବସିଛନ୍ତି। ଜଗତ ଜନକୁ ଜଣେଇଦେଲେ, ମୋ ଭକ୍ତ ପାଇଁ ମୁଁ ଏମିତି କରିପାରେ। କେଉଁ ଭକ୍ତ ପାଇଁ ନଗଡ଼ୁଥିବା ରଥକୁ ମଧ୍ୟ ଗଡ଼େଇ ଦେଇଛନ୍ତି। ମହାମାରୀ କରୋନା ସମୟରେ ରଥ ଗଡ଼ିବା ବନ୍ଦ ହେଇଗଲା। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ଜଗନ୍ନାଥକୁ ପ୍ରସ୍ତୁତ ନାହାନ୍ତି, ନିଶ୍ଚିତ ଅଛନ୍ତି। ତେଣୁ ସିଏ ରାତାରାତି ସବୁ ବଦଳେଇ ଦେଲେ। ରଥରେ ବାହାରି ପଡ଼ିଲେ। ଭକ୍ତ ଜନସମୁଦାୟ ସମସ୍ତେ ଆନନ୍ଦ ବିଭୋର। ଭକ୍ତ ପାଇଁ ସେ ସବୁକିଛି କରିପାରନ୍ତି। ଭକ୍ତଟି ଥରେ ଖାଲି ଡାକିଦେଲା, ପ୍ରଭୁ ତମେ ଆସିବନି? ଚାଲି ଆସିଲେ ପ୍ରଭୁ। ତେଣୁ ଭକ୍ତ ପାଇଁ ସେ ସବୁକିଛି କରିପାରନ୍ତି। ବୁଝିଆ ସାଜି ଗୀତା ପଣ୍ଡାଙ୍କ ଘରୁ ଆସିଲେ। ଗୀତା ପଣ୍ଡାଙ୍କର ଭଳି ଭକ୍ତି ସମସ୍ତଙ୍କର ଥିଲେ ନିଶ୍ଚିତ ଭାବରେ ଆମେ ମଧ୍ୟ ପ୍ରଭୁଙ୍କୁ ପାଇପାରିବା। ପ୍ରଭୁ ଆମ ପାଇଁ ସବୁକିଛି କରିଦେବେ। କାରଣ ଅକର୍ମାଦାନୀ ସେ ଅଟନ୍ତି। କର୍ମେ ନଥିଲେ ଯାଚି ଦିଅନ୍ତି। କର୍ମରେ ନାହିଁ ସେ ଯାଚିକି ଦେଇଦେବେ। ଅକର୍ମାକୁ ଦାନ କଲା ବାଲା ପଙ୍ଗମ ଲଙ୍ଘୟତେ ଗିରି ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବ। ପଙ୍ଗୁ ବି ଗିରି ଲଙ୍ଘନ କରିପାରିବ। ମୂକ ବାଚାଳ ଭଳି ବକିପାରିବ। ମୂର୍ଖ ପଣ୍ଡିତ ହେଇଯିବ। ସବୁ କିଛି କରିଦେଇପାରିବେ ସେ ପ୍ରଭୁ। ନିଜେ ସିନା ଅଚଳ ମହାମେରୁ, କିନ୍ତୁ ଭକ୍ତ ପାଇଁ ସଚଳ ସିଏ। ଯେ ଗିରି ଗୋବର୍ଦ୍ଧନ ଟେକିଲା ବାଲା କାଳି ଆଙ୍ଗୁଳି ଇନ୍ଦ୍ର ଗର୍ଭ ଖର୍ବ କରିଦେଲେ। ବ୍ରହ୍ମାଦଙ୍କୁ ଗୋବିନ୍ଦ ଗୋବିନ୍ଦ କହି ପାଦରେ ଲୁଟିଗଲେ। ସିଏ ବୋଝଟେ ନେଇକି ଆସିବା ପାଇଁ କେତେ? ସେଇ ଗୋପାଳ କୃଷ୍ଣଚନ୍ଦ୍ର ଭଗବାନ ସିଏ ବୋଝ ବୋଇକି ଭକ୍ତ ଘରକୁ ଚାଲି ଆସିଲେ। ଏଇ ତ ପ୍ରମାଣ।
ବଳରାମ ଦାସ ଯେତେବେଳେ ସମରଗା ପାଟରେ ଯାଇକି ପଡ଼ିଛନ୍ତି ଶେଷ ଜୀବନରେ ମହାଲକ୍ଷ୍ମୀଙ୍କୁ ଛଳନା କରି ନେଇ ଚାଲିଗଲେ ଭକ୍ତ ପାଖକୁ। ସେ ପାଟକୁ କରିଦେଲେ ଶ୍ରୀକ୍ଷେତ୍ର। 18 ଥର ବାହ୍ୟ ଶତ୍ରୁ ଆକ୍ରମଣରେ ପ୍ରଭୁ ବିଭିନ୍ନ ଜାଗାରେ ଯାଇକି ରହିଛନ୍ତି। ସବୁ ସ୍ଥାନକୁ ସେ ଶ୍ରୀକ୍ଷେତ୍ର କରିଦେଇଛନ୍ତି ସେଇ ଭକ୍ତଙ୍କ ଗୁହାରି ପାଇଁ। ସେଇଥିପାଇଁ ତ ସାଲବେଗ ଲେଖିଲେ, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, କୁଆଡ଼େ ନେଇ ଯାଉଛ? କିଏ ନେଇ ଯାଉଥିଲେ? ସେଇ ଭକ୍ତ ନେଇ ଯାଉଥିଲେ, ସେଇ ସେବକ ନେଇ ଯାଉଥିଲେ, ସେଇ ପୂଜା ପଣ୍ଡାମାନେ ନେଇ ଯାଉଥିଲେ। କାରଣ ପ୍ରଭୁଙ୍କୁ ଯେତେ ଭଲ ପାଆନ୍ତି ଭକ୍ତ, ପ୍ରଭୁ ମଧ୍ୟ ଭକ୍ତକୁ ସେମିତି ଭଲ ପାଆନ୍ତି। ଭକ୍ତ ପାଇଁ ବିଭିନ୍ନ କ୍ରିୟା କରିଦିଅନ୍ତି, ବିଭିନ୍ନ କାମ କରିଦେଇ ପାରନ୍ତି। ରାମଚନ୍ଦ୍ର ଦେବଙ୍କ ପାଇଁ ସିଏ ପତିତ ପାବନ ହେଇଗଲେ। ଭକ୍ତ କଥା, ଅନେକ ଭକ୍ତଙ୍କ କଥା କହିବାକୁ ଗଲେ ସରିବ ନାହିଁ। ତେଣୁ ଭକ୍ତି ନିତ୍ୟାନ୍ତ ଜରୁରୀ, ଭାବ ନିତ୍ୟାନ୍ତ ଜରୁରୀ। ସମସ୍ତେ ଭାବରେ ବୁଡ଼ନ୍ତୁ, ମୋର ଏହା ଅନ୍ତରର କଥା। ମୁଁ ଆପଣମାନଙ୍କ ପାଖରେ ଯାହା କିଛି କହୁଛି କେବଳ ପ୍ରଭୁଙ୍କର ଭାବକୁ ବଢ଼େଇବା ପାଇଁ କହୁଛି। ସମସ୍ତେ ଭାବରେ ବୁଡ଼ନ୍ତୁ। ଏখানে ଅଭାବ ହେଇଗଲାଣି, ଏ ସଂସାର ସମ୍ପୂର୍ଣ୍ଣ ଦୂଷିତ ହେଇଗଲାଣି। ତେଣୁ ସମସ୍ତେ ଭାବରେ ବୁଡ଼ନ୍ତୁ, ଏ କଥାକୁ ସବୁଆଡ଼େ ବାଣ୍ଟନ୍ତୁ। ମୁଁ କହୁନି ମୋ କଥା ବୋଲି, ଭଗବତ କଥା ସବୁଆଡ଼େ ବାଣ୍ଟନ୍ତୁ। ଭଜନ ସମସ୍ତେ ଶୁଣନ୍ତୁ, ହାଲୋ ଆଏ ଛାଡ଼ନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ। ଆମେ ଜଗନ୍ନାଥ ପ୍ରେମୀ, ହାଲୋ ହାଏ ଆମର ଆବଶ୍ୟକ ନାହିଁ। ହାଲୋ ହାଏ ହାଏ ହାଏ, ହାଲୋ ହାଏ ଛାଡ଼ନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏ କଥା ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ନିଶ୍ଚିତ ସେୟାର କରିବେ, କମେଣ୍ଟ ଦେବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।